ନିଜ ପକେଟରେ ଏହାକୁ ରଖନ୍ତୁ। ସେ ନାରୀ ତୁମକୁ ଦବ ମିଳନ ପାଇଁ ରାତି ଦିନ ଡାକିବ। ହଁ ଫ୍ରେଣ୍ଡସ୍, କ'ଣ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି? ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି? ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି? ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ସହଜ ଘରୋଇ ବଶୀକରଣ ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ଅତି ସହଜରେ ପଟେଇ ପାରିବେ। ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ନିଜ ପକେଟରେ ଏହି ଜିନିଷ ରଖିବାର ଅଛି। ତାପରେ ଦେଖିବେ ଚମତ୍କାର। ଯେମିତି ଆପଣ ପକେଟରେ ଏହି ଜିନିଷ ରଖିବେ, ସେହି ସମୟଠାରୁ ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ରାତି ଦିନ ଆପଣଙ୍କ କଥା ଭାବିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି ସେ ଝିଅ ଆପଣଙ୍କୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ। ଆଉ ଆପଣ ଯେତେ ଚେଷ୍ଟା କରି ମଧ୍ୟ ତାକୁ ପଟେଇ ପାରନ୍ତିନି, ତାକୁ ନିଜର ମନ କଥା କହିପାରନ୍ତିନି। ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ। ତେବେ ମୋ କଥା ମାନି ନିଜ ପକେଟରେ ଏହି ଜିନିଷ ରଖନ୍ତୁ। ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ମଧ୍ୟ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ବଶରେ ହେଇଯିବ। ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ଇସାରାରେ ନାଚିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ଏହି ବଶୀକରଣ ବିଧି ଆପଣ କିପରି କରିବେ, କେମିତି କରିବେ, ନିଜ ପକେଟରେ ଆପଣ କ'ଣ ରଖିବେ ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ରାତିରେ ଶୋଇବା ପୂର୍ବରୁ କରିବେ। ଭଲ ଭାବରେ ହାତ ଗୋଡ଼ ଧୋଇକି ଆପଣ ଏହି ବଶୀକରଣ ଆରମ୍ଭ କରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀ ଦରକାର। ଧ୍ୟାନ ସହିତ ଶୁଣନ୍ତୁ। ଖଣ୍ଡେ କଳା କପଡ଼ା ଆଣିବେ, 5ଟି କଳା ଗୋଲମରିଚ ଆଣିବେ, ଖଣ୍ଡେ ସାଧା କାଗଜ ଆଣିବେ ଆଉ କଲମ ଆଣିବେ। ତାପରେ କୌଣସି ଏକ ଜାଗାରେ ଚୁପଚାପ ବସି ପଡ଼ିବେ ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ କଳା କପଡ଼ାକୁ ନିଜ ସାମ୍ନାରେ ରଖିବେ। ଆଉ ଯେଉଁ 5ଟି କଳା ଗୋଲମରିଚ ଆଣିଛନ୍ତି ତାକୁ ଡାହାଣ ହାତରେ ମୁଠେଇକି ଧରିବେ। ଆଉ ସେଇ ଝିଅ ବା ନାରୀକୁ ମନେ ମନେ ଭାବିକି ତା'ର ନାମ 5 ଥର କହିବେ। ତାପରେ ସେ କଳା ଗୋଲମରିଚକୁ କଳା କପଡ଼ା ଉପରେ ରଖିଦେବେ। ତାପରେ ଯେଉଁ କାଗଜ ଆଣିଛନ୍ତି ସେ କାଗଜରେ କଲମର ସାହାଯ୍ୟରେ ଗୋଟିଏ ମନ୍ତ୍ର ଲେଖିବେ। ଓମ୍ କାମିଚ୍ଛାମୟୀ ଆମୁକଂ ସର୍ବମୋହି କରତି କରତି। ଆମୁକଂ ଯେଉଁ କହିଲି, ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ସେ ମନ୍ତ୍ର କାଗଜକୁ କଳା କପଡ଼ା ଉପରେ ରଖିଦେବେ। ଏତିକି କରିସାରିବା ପରେ ସେ କଳା କପଡ଼ାକୁ 3ଟି ଗଣ୍ଠି ପକାଇକି ବାନ୍ଧିଦେବେ। ସେ ଗୋଟିଏ ପୁଟୁଳି ହେଇଯିବ। ସେ ପୁଟୁଳିକୁ ଆପଣ
ନିଜ ପକେଟରେ ରଖିଦେବେ। ଠିକ୍ ଅଛି। ତାପରେ ସକାଳୁ ଉଠିବା ମାତ୍ରେ ଆପଣ କ'ଣ କରିବେ, ସେ ପୁଟୁଳିକୁ ନିଜ ପକେଟରୁ କାଢ଼ିକି କୌଣସି ଏକ ବରଗଛ କିମ୍ବା ଓସ୍ତଗଛ ମୂଳରେ ରଖିଦେଇ ଚୁପଚାପ ଘରକୁ ଫେରି ଆସିବେ। ଏତିକି କରିକି ଦେଖନ୍ତୁ, ସେ ଝିଅ ବା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।